ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ଅଷ୍ଟମ ଅଧ୍ୟାୟ ଦୁଃଖୀଧନ ନୀଳମଣିରେ ପଦ୍ୟର କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବା। 1 ନମ୍ବରଟି ଦେଇଛି ଆସ କଥାବାର୍ତ୍ତା ହେବା। କ ନମ୍ବରଟି ଦେଇଛି ଏହି କବିତାରେ ମା କିଏ? ଆନ୍ସାର ଏହି କବିତାରେ ମା ଯଶୋଦା। ଖ ନମ୍ବରଟି ଦେଇଛି ସେ କାହାକୁ ଦୁଃଖୀଧନ ବୋଲି ସମ୍ବୋଧନ କରିଛନ୍ତି? ଆନ୍ସାର ସେ କୃଷ୍ଣକୁ ଦୁଃଖୀଧନ ବୋଲି ସମ୍ବୋଧନ କରିଛନ୍ତି। ତାପରେ ଗ ନମ୍ବରଟି ଦେଇଛି ସେ ପୁଅର କେଉଁ ସବୁ ସମୟର କଥାକୁ ମନେ ପକାଇଛନ୍ତି? ଆନ୍ସାର ସେ ପୁଅର ଗୋରୁ ଘେନି ଫେରିବା, କୋଳି ପାଇଁ ଅଳି କରିବା, କାନି ପଣତରେ ଦୋଳି ଖେଳିବା, ଲବଣୀ ଖାଇବା, ଗାଈ ଦୁହିଁବା ଏବଂ କଇଁ କଇଁ ହୋଇ କାନ୍ଦିବା ସମୟର କଥାକୁ ମନେ ପକାଇଛନ୍ତି। ଘ ନମ୍ବର ଦେଇଛି କବିତାରେ ମଥୁରାପୁରକୁ କ'ଣ ବୋଲି କୁହାଯାଇଛି? ଆନ୍ସାର କବିତାରେ ମଥୁରାପୁରକୁ ମଧୁପୁର ବୋଲି କୁହାଯାଇଛି। ତାପରେ ଅ ନମ୍ବରରେ ଦେଇଛି ଶ୍ରୀକୃଷ୍ଣ ମଥୁରାପୁରକୁ ଯାଇଥିଲେ କାହିଁକି? ଆନ୍ସାର ଶ୍ରୀକୃଷ୍ଣ କଂସଙ୍କର ଡାକରାରେ ଧନୁଯାତ୍ରା ଦେଖିବାକୁ ମଥୁରାପୁରକୁ ଯାଇଥିଲେ। ତାପରେ 2 ନମ୍ବର ଦେଇଛି ପଦର ଛାଡ଼ି ଯାଇଥିବା ଅଂଶକୁ ପୂରଣ କରିବା। କ ନମ୍ବର ଦେଇଛି ଯେବେ ଦହି ମୁହାଁ ହୋଇବ କିଏ ସେ ଲବଣୀ ଖାଇବ? ଖ ନମ୍ବର ହେବ ହଇଣ ଆନନ୍ଦ ଗାଈ ଦୁହିଁବାକୁ, ଶିକା ଛନ୍ଦ ଘେନି କେ ଯିବ ହାତେ? ଗ ନମ୍ବର ହେବ ଯେବେ ଯିବୁ ମଧୁପୁରକୁ ଅନାଇବି କାହା ମୁଖକୁ? ଘ ନମ୍ବର ହେବ କହେ ବୈଷ୍ଣବ ନିଶ୍ଚେ ଯିବ ଯିବ, ମୁରୁଛିବି ଗଳା ମାଳି କେମନ୍ତେ? ଅ ନମ୍ବର ହେବ ଦୋଳିକେ ଖେଳିବ କାନି ପଣତେ? ତାପରେ ନମ୍ବର 3ଟି ହେବ କଇଁ କଇଁ କାନ୍ଦ, ସାଇଁ ସାଇଁ ପବନ, ଟାଇଁ ଟାଇଁ ଖରା, ଝାଇଁ ଝାଇଁ ମୁଣ୍ଡ, ଧଇଁ ସଇଁ ଚାଲି। ତାପରେ ନମ୍ବର 4ଟି କହିଛି ଶ୍ରୀକୃଷ୍ଣ କୋଳି ଖାଇବା ପାଇଁ ମାଙ୍କ ପାଖରେ ଅଝଟ କରିବା କଥା କେଉଁ ପଦରେ ଅଛି ଖୋଜି ବାକ୍ୟରେ ଲେଖିବା। ଉତ୍ତରରେ ହେବ ଯେବେ ବିକା ଆସିବ କୋଳି, କାନ୍ଦି କିଏ କରିବ ଅଳି, ଚଳି ଦେଉଥିଲେ ଧୂଳି ବୋଳି ହୋଇ, ଦୋଳିକେ ଖେଳିବ କାନି ପଣତେ? କୋଳି ବିକାଳି ଆସିଲେ କୋଳି କିଣି ଦେବା ପାଇଁ କିଏ ଅଳି କରିବ ବୋଲି ଯଶୋଦା କୃଷ୍ଣଙ୍କୁ କହିଛନ୍ତି। ଧୂଳି ବୋଳି ହୋଇ କିଏ ତାଙ୍କ କାନି ପଣତେ ଦୋଳି ଖେଳିବ ବୋଲି ଯଶୋଦା ପ୍ରଶ୍ନ ପଚାରିଛନ୍ତି। ତାପରେ 5 ନମ୍ବର ଦେଇଛି କେଉଁପରି ବା କିପରି ଶବ୍ଦ ପାଇଁ ଆମେ ପଦ୍ୟରେ କେମନ୍ତେ ଶବ୍ଦ ବ୍ୟବହାର କରୁ, ସେପରି ତଳ ଶବ୍ଦ ପାଇଁ କ'ଣ ବ୍ୟବହାର କରିବା ତାହା କୋଠରୀରେ ଲେଖିବା। ଏପରି ହେବ ଏମନ୍ତେ, ସେପରି ହେବ ସେମନ୍ତେ, ଯେଉଁପରି ହେବ ଯେମନ୍ତେ। ତାପରେ 6 ନମ୍ବରରେ ଦେଇଛି ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ବାକ୍ୟରେ ବ୍ୟବହାର କରିବା। କ ନମ୍ବର ଦେଇଛି ମାଳି, ମାଳିଟି ସୁନା ମାଳି ପରି ଚକଚକ କରୁଛି। ପୁଣି ଦେଇଛି ମାଳି, ମାଳିଟି ବଗିଚାରେ କାମ କରୁଛି। ଖ ନମ୍ବର ଦେଇଛି ଗାଈ, ସୀତା ଭଲ ଭାବରେ ଗୀତ ଗାଇପାରେ। ତାପରେ ଦେଇଛି ଗାଈ, ଗାଈମାନେ ପଡ଼ିଆରେ ଚରୁଛନ୍ତି। ତାପରେ ଗ ନମ୍ବର ଦେଇଛି ଜୀବ, ବାଘ ଗୋଟିଏ ମାଂସାଶୀ ଜୀବ। ତାପରେ ଦେଇଛି ଜୀବ, ସେ କାଲି କଟକ ଯିବ। ତାପରେ 7 ନମ୍ବର ଦେଇଛି ପିଲାଟି କାନ୍ଦି ଗଡ଼ି ଯାଉଛି। ଯେପରି କାନ୍ଦିବା ଶବ୍ଦରୁ କାନ୍ଦି ହୋଇଛି ସେପରି ତଳ ଶବ୍ଦ ଗୁଡ଼ିକରୁ ଯାହା ହେବ ତାକୁ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଲେଖିବା। କ ନମ୍ବର ଦେଇଛି ଡାକିବା, ଶବ୍ଦ ହେବ ଡାକି ଡାକି, ବାକ୍ୟ ଗଢ଼ିଲେ ହେବ ମା ଡାକି ଡାକି ଥକିଗଲେ। ଖ ନମ୍ବର ଦେଇଛି ବସିବା, ନୂଆ ଶବ୍ଦ ହେବ ବସି ବସି, ବାକ୍ୟ ଗଢ଼ିଲେ ହେବ ସେଠାରେ ବସି ବସି ବିରକ୍ତ ଲାଗିଲା। ଗ ନମ୍ବର ଦେଇଛି ଖେଳିବା, ନୂଆ ଶବ୍ଦ ହେବ ଖେଳି ଖେଳି, ବାକ୍ୟ ଗଢ଼ିଲେ ହେବ ପିଲାଟି ଖେଳି ଖେଳି ଶୋଇପଡ଼ିଲା। ଘ ନମ୍ବର ଦେଇଛି ଖାଇବା, ନୂଆ ଶବ୍ଦ ହେବ ଖାଇ ଖାଇ, ବାକ୍ୟ ଗଢ଼ିଲେ ହେବ ଲୋକମାନେ ଖାଇ ଖାଇ ଖୁସି ହୋଇଗଲେ। ମ ନମ୍ବର ଦେଇଛି ଅନେଇବା, ନୂଆ ଶବ୍ଦ ହେବ ଅନେଇ ଅନେଇ, ବାକ୍ୟ ଗଢ଼ିଲେ ହେବ ତୁମକୁ ଅନେଇ ଅନେଇ ମୁଁ ଫେରି ଆସିଲି। ତାପରେ 8 ନମ୍ବର ଦେଇଛି ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। କ ନମ୍ବରଟା ଦେଇଛି ଶ୍ରୀକୃଷ୍ଣ କାହିଁକି କାନ୍ଦୁଥିଲେ? ଆନ୍ସାର କୋଳି ବିକାଳି ଆସିଲେ କୋଳି ଖାଇବା ପାଇଁ ଶ୍ରୀକୃଷ୍ଣ କାନ୍ଦୁଥିଲେ ଏବଂ ଖେଳ ସମୟରେ ତାଙ୍କ ସହିତ କେହି କୋଳି କଲେ ସେ କଇଁ କଇଁ ହୋଇ କାନ୍ଦୁଥିଲେ। ତାପରେ ଖ ନମ୍ବର ଦେଇଛି ଶ୍ରୀକୃଷ୍ଣଙ୍କର କେଉଁ କେଉଁ କାମକୁ ମା ମନେ ପକାଉଥିଲେ? ଆନ୍ସାର ଶ୍ରୀକୃଷ୍ଣ ଥିଲେ ଯଶୋଦାଙ୍କର ଗୋଳାମାଳି ଓ ନୟନ ସଂଖାଳି। କୃଷ୍ଣ ମଧୁପୁର ଗଲେ ତାଙ୍କର ପ୍ରାଣ ରହିବ ନାହିଁ ବୋଲି ଯଶୋଦା କହିଛନ୍ତି। ତେଣୁ କୃଷ୍ଣଙ୍କର ମା ମା ଡାକ, ଗୋରୁ ଘେନି ଫେରିବା, କୋଳି ପାଇଁ ଅଳି କରିବା, କାନି ପଣତରେ ଦୋଳି ଖେଳିବା, ଲବଣୀ ଖାଇବା, ଗାଈ ଦୁହିଁବାକୁ ଶିକା ଛନ୍ଦ ଘେନି ଯିବା ଇତ୍ୟାଦି କୃଷ୍ଣଙ୍କର କାମଗୁଡ଼ିକୁ ମା ଯଶୋଦା ମନେ ପକାଉଥିଲେ। ତାପରେ ଗ ନମ୍ବରରେ ଦେଇଛି ଗାଈ ଦୁହିଁଲା ବେଳେ ମା କ'ଣ ସବୁ ବ୍ୟବହାର କରନ୍ତି? ଆନ୍ସାର ଗାଈ ଦୁହିଁଲା ବେଳେ
ମା ଶିକା ଓ ଛନ୍ଦ ବ୍ୟବହାର କରନ୍ତି। ତାପରେ 9 ନମ୍ବରରେ ଦେଇଛି ତଳ ଉତ୍ତର ଗୁଡ଼ିକୁ ପାଇବା ପାଇଁ ପ୍ରଶ୍ନ ତିଆରି କରି ଲେଖିବା। କ ନମ୍ବରରେ ଦେଇଛି ଗୋରୁ ଘେନି ଫେରିବା ବେଳକୁ ମା ବାଟ ଚାହିଁ ବସି ରହୁଥିଲେ। ପ୍ରଶ୍ନ କଲେ ହେବ ଗୋରୁ ଘେନି ଫେରିବା ବେଳକୁ କିଏ ବାଟ ଚାହିଁ ବସି ରହୁଥିଲେ। ତାପରେ ଖ ନମ୍ବରରେ ଦେଇଛି ଶ୍ରୀକୃଷ୍ଣ ଧୂଳି ଧୂସର ହୋଇ ପଣତରେ ଦୋଳି ଖେଳୁଥିଲେ। ପ୍ରଶ୍ନ କଲେ ହେବ ଶ୍ରୀକୃଷ୍ଣ ଧୂଳି ଧୂସର ହୋଇ କ'ଣ କରୁଥିଲେ। ତାପରେ ଗ ନମ୍ବରରେ ଦେଇଛି ଶ୍ରୀକୃଷ୍ଣ କାନ୍ଦି କାନ୍ଦି ମାଙ୍କ ପାଖରେ ଅଳି କରୁଥିଲେ। ପ୍ରଶ୍ନ କଲେ ହେବ ଶ୍ରୀକୃଷ୍ଣ କାନ୍ଦି କାନ୍ଦି କାହା ପାଖରେ ଅଳି କରୁଥିଲେ। ତାପରେ ଘ ନମ୍ବରରେ ଦେଇଛି ଦହି ମୁହାଁ ହେଲେ ସେଥିରୁ ଲହୁଣୀ ବାହାରେ। ପ୍ରଶ୍ନ କଲେ ହେବ ଦହି ମୁହାଁ ହେଲେ ସେଥିରୁ କ'ଣ ବାହାରେ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।